कटक महानगर निगम 58 नंबर वार्ड प्रताप नगरी ग्रामर मां धाकुले प्रसिद्ध बाण यात्रार आतशबाजी प्रदर्शन कार्य मंगलवार राति 12 आरंभ हो भोर 4:30 शेष होता। ଏହି ଦୃଶ୍ୟ ଦେଖିବା ଲାଗି ବିଭିନ୍ନ ଅଞ୍ଚଳରୁ ଆସିଥିବା 50,000 ଊର୍ଦ୍ଧ୍ୱ ଲୋକଙ୍କ ସମାଗମ ହୋଇଥିଲା। ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ କଟକ ସଦର ଥାନା ପକ୍ଷରୁ ବ୍ୟାପକ ପୋଲିସ ଫୋର୍ସ ଏବଂ ଅଫିସରମାନଙ୍କୁ ନିୟୋଜିତ କରାଯାଇଥିଲା। ପ୍ରବଳ ଜନସମାଗମକୁ ଆଖି ଆଗରେ ରଖି ଧାକୁଲେ ଗ୍ରାମ୍ୟ ଉନ୍ନୟନ କମିଟି ପକ୍ଷରୁ ବିଭିନ୍ନ ସ୍ଥାନରେ 80 ଗୋଟି ସିସି କ୍ୟାମେରା ଲଗାଯାଇଛି। ରାତି 8ଟାରେ ମାଙ୍କ ଚଳନ୍ତି ପ୍ରତିମାକୁ ମନ୍ଦିରରୁ ବାହାର କରାଯାଇ ଏକ ସୁସଜ୍ଜିତ ବିମାନରେ ବସାଇ ଗ୍ରାମେଶ୍ୱର ମହାଦେବଙ୍କ ମନ୍ଦିର ନିକଟକୁ ଅଣାଯାଇଥିଲା। ସେଠାରୁ ଯାତ୍ରା ପଡ଼ିଆରେ ମାଙ୍କ ବିମାନ ଶୋଭାଯାତ୍ରା ପହଞ୍ଚିବା କ୍ଷଣି ଆତଶବାଜି ପ୍ରଦର୍ଶନୀ କାର୍ଯ୍ୟ ଆରମ୍ଭ ହୋଇଥିଲା। ଚଳିତ ବର୍ଷ ଅଧିକ ପରିମାଣର ରଙ୍ଗୀନ ଫ୍ୟାନ୍ସି ବାଣ ଫୁଟା ଯାଉଥିବା ଦୃଶ୍ୟକୁ ଉପସ୍ଥିତ ଲୋକମାନେ ଉପଭୋଗ କରିଥିଲେ। ମା ଧାକୁଲେ ଗ୍ରାମ୍ୟ ଉନ୍ନୟନ କମିଟିର ସଭାପତି ପ୍ରମୋଦ ସ୍ୱାଇଁ, ସମ୍ପାଦକ ପ୍ରମୋଦ ବେହେରା, ସହ ସମ୍ପାଦକ ବାଦଲ କୁମାର ଜେନା, ଅତିରିକ୍ତ ଡିସିପି ଦେବଦତ୍ତ କର, ଜୋନ୍ 4 ଏସିପି ଉମାକାନ୍ତ ପ୍ରଧାନ, କଟକ ସଦର ଥାନା ଆଇଆଇସି ଜଗନ୍ନାଥ ମଲ୍ଲିକ, ଚିତ୍ତରଞ୍ଜନ ସାହୁ, ସୁଶାନ୍ତ କୁମାର ସାହୁ, ଏଏସ୍ଆଇ ପ୍ରଶାନ୍ତ ପରିରାଙ୍କ ସमेत ଅଫିସର ମାନେ ରହି ଆତଶବାଜି ପ୍ରଦର୍ଶନ କାର୍ଯ୍ୟକୁ ପରିଚାଳନା କରିଥିଲେ। ଏହି ଯାତ୍ରା ଆସନ୍ତା 29 ତାରିଖ ପର୍ଯ୍ୟନ୍ତ ଚାଲିବ। ଯାତ୍ରା ପଡ଼ିଆ ନିକଟରେ 500ରୁ ଊର୍ଦ୍ଧ୍ୱ ବିଭିନ୍ନ ପ୍ରକାର ଦୋକାନ ଖୋଲିଥିବାରୁ କିଣାବିକା ଚାଲିଛି। कटकरू अमूल्य बारिंग रिपोर्ट, शपथ न्यूज।